ଦଣ୍ଡନାଚର ଅର୍ଥ କଣ? ଦଣ୍ଡନାଚର ଅର୍ଥ ହଉଛି ମାନସିକ କାମନା କରିକି ଦଣ୍ଡ ହର ପାର୍ବତୀଙ୍କର ଇଏ ହଉଛି ବ୍ରତ। ଚକାପାଦରୁ ଉତ୍ପତ୍ତି ହେଇଛି। ଚକାପାଦରୁ ଯୋଉ ଉତ୍ପତ୍ତି ହେଇଛି, ରାମଚନ୍ଦ୍ର 14 ବର୍ଷ ବନବାସ କରି ଗଲା ସମୟରେ ଶିବଙ୍କୁ ସେ ଆରାଧନା କରିଥିଲେ। ଶିବଙ୍କୁ ଆରାଧନା କଲା ସମୟରେ ଶିବଙ୍କର ଆଶୀର୍ବାଦରେ ସେଇଠୁ ଦଣ୍ଡର କାର୍ଯ୍ୟ ଶୁରୁ ହେଲା। ସେଇଠୁ 13ଟା ସନ୍ତାନ ଜନ୍ମ ହେଲେ। 13ଟା ସନ୍ତାନ ହେଲେ ଏଇ ଯୋଉ ବ୍ରହ୍ମାଙ୍କର ଇନ୍ଦ୍ରଙ୍କର ବରୁଣ 13ଟା ସନ୍ତାନ ହେଲେ ଭକ୍ତ ଚଢେୟାଣୀ। ଏମାନେ ହେଲେ ଗୋଟେ ଶବର ପିଲାମାନେ। କେବଳ ଚଢେୟାର ତ ଗୋଟିଏ ସ୍ତ୍ରୀ ଥାଏ ସମସ୍ତଙ୍କର, 2ଟା ସ୍ତ୍ରୀ ପଚାରି ଆସିଲେ କେମିତି? କିନ୍ତୁ ଗୋଟିଏ ସ୍ତ୍ରୀ ତ ବାହା ହେଇଥିଲେ, ଦ୍ୱିତୀୟ ସ୍ତ୍ରୀ ହେଲା କେମିତି? ଆକୁ ତ ଅସୁବିଧା ପଡିବା ସମୟରେ ଯେତେବେଳେ ରଜସ୍ୱଳା ହେଲେ ସେତେବେଳେ ସମୟରେ ସ୍ତ୍ରୀ ଆଣିକି ପାଖ ରଖିଥିଲେ। କିନ୍ତୁ ଯୋଡିଏ ସ୍ତ୍ରୀ ବର୍ଣ୍ଣନା କରି ଦିଆହବା। ଚଢେୟାର ହେଲେ ଯୋଡିଏ ସ୍ତ୍ରୀ, ଶବରଙ୍କର ସେମାନେ ହେଲେ ପୁତ୍ର। ଶିବ ଆରାଧନା ଇଏ ହେଲେ ହରଗୌରୀ ବ୍ରତ। ପଞ୍ଚ ଦେବତାଙ୍କୁ ଧରିକି ଆମେ ଯାତ୍ରା କରୁଛେ। ଗୋଟେ ଦେବତା ନୁହନ୍ତି, ଯିଏ ହରଗୌରୀ, ଚମ୍ପା ଗୋସାଇଁ, ଦଣ୍ଡ, ମହାଦେବ, ଯିଏ ପାର୍ବତୀ। ବିଷ୍ଣୁ ଯେମିତି ବିଶ୍ୱରୂପ ଧାରଣ ଧରିକି ନିଜ ରୂପ ଧାରଣ କରି ଦେଖେଇଥିଲେ, ଅସୁର ମାନଙ୍କୁ ସଂହାର କରିବା ପାଇଁ ମଧ୍ୟ ମା ପାର୍ବତୀ କାଳୀ ରୂପ ଧାରଣ ଧରିକି ରୂପ ଧାରଣ ଧରି ଦେଖେଇଲେ। ଦେବତା ମାନଙ୍କର ଯଜ୍ଞ କଲା ସମୟରେ ଏଇ ଯୋଉ ଆଡମ୍ବରୀ ଗଛ ମୂଳେ ଦେବତା ମାନେ ଯଜ୍ଞ କରନ୍ତି। କୋଉ ଗଛ ମୂଳେ ଖାଲି କୋଉଠି କରନ୍ତିନି। ଚତୁର୍ପାର୍ଶ୍ୱରେ ବୁଲି ଯଜ୍ଞ କରି ଆସିଲା ସମୟରେ ପଶ୍ଚିମ କରି ଯଜ୍ଞ କରୁଥିଲେ। ରତ୍ନଗିରି ଉପରେ ଦେବତା ମାନେ ଯଜ୍ଞ କଲା ସମୟରେ ମହିଷାସୁର ବାଟ ଥିଲେ, ପାର୍ବତୀର ମୁଣ୍ଡଟା କାଟିକି ଆଣ। ପାର୍ବତୀଙ୍କର ମୁଣ୍ଡଟା କାଟିକି ଆଣିଲେ ମୁଁ ନିଜେ ଦର୍ଶନ କରି ଦେଖିଲି। ଶୁମ୍ଭ ନିଶୁମ୍ଭକୁ ବାଟେଇଥିଲେ। ଶୁମ୍ଭ ନିଶୁମ୍ଭକୁ ଯୋଉ ବାଟେଇଥିଲେ, ଦେଖିଲେ ଯୋଉ ବାୟୁ ଆକାଶ ମାତ୍ରାରେ କିଛି ଦେଖାଯାଉନି, ଅଘଡ ଜଙ୍ଗଲ, ସେ ମାତ୍ରେ ଭୂତର ଯୋଉ ସ୍ମେଲଟା ବାହାରୁଛି, ସେତେବେଳେ ସମୟରେ ସେ ଜାଣିଲେ ଆ ଭିତରେ ଦେବତା ମାନେ ଅଛନ୍ତି। ସେତେବେଳେ ସମୟରେ ଓହ୍ଲାଇଥିଲି ରଥରୁ। ଓହ୍ଲେଇକି ଦେଖିଲା ବେଳକୁ ମା ପାର୍ବତୀ ଅଛନ୍ତି। ସେମାନେ କହିଲେ ରକ୍ତ ନେଇ ପାଟ ପତ ନେଇ ତାର ବଟ ବୃକ୍ଷ ମୂଳେ ଘର, ମା ଜାଣି ନାହିଁ ବାପା ଜାଣି ନାହିଁ ଘେନି ଯିବ ବୁଢା ବର। କିନ୍ତୁ ହର ପାର୍ବତୀ ଯେ ପଞ୍ଚାନନ ହେଇଥିଲେ ମହାଦେବ, ଅଷ୍ଟଗିରି ଉପରେ ପଞ୍ଚାନନ ହେଇଥିଲେ, 5ଟି ମୁଣ୍ଡ ଧାରଣ କରିଥିଲେ, ତାଣ୍ଡବ ନୃତ୍ୟ କରିଥିଲେ। ଯେମିତି ଭସ୍ମାସୁର ତାଣ୍ଡବ ନୃତ୍ୟ କରି ସେ ନିଜ ମୁଣ୍ଡରେ ନିଜେ ହାତ ଦେଇକି ରତ୍ନ ହାତ ହେଇଥିଲେ, ଶୁମ୍ଭ ନିଶୁମ୍ଭ ମୁଣ୍ଡ ହାତରେ ନିଜେ ଦେଇକି ଶୁମ୍ଭ ନିଶୁମ୍ଭ ରତ୍ନ ହାତ ହେଇଥିଲେ। ସେଇଦିନ ଠାରୁ ଦେବତା ମାନେ ପାର୍ବତୀଙ୍କୁ ସୁରାପାନ ତିଆରି କରିକି ପିଆଇକି ମାତାଲ କରିକି ଯୋଉ ଅସୁର ମାନଙ୍କୁ ଯୋଉ ବରଦାନ ଦେଇ ଦେଇଥିଲେ, ଅସୁର ମାନଙ୍କୁ ସଂହାର କରିବା ପାଇଁ ନିଜେ ବିଶ୍ୱରୂପ ଧାରଣ କରିଥିଲେ ମା କାଳୀ। ଦଣ୍ଡ କେମିତି ଉତ୍ପତ୍ତି ହେଲା? ଦଣ୍ଡ ଉତ୍ପତ୍ତି କେମିତି ହେଲା? ଯେ ଚକାପାଦରୁ ଆପଣଙ୍କୁ କହିଲି ଉତ୍ପତ୍ତି ହବାଟା, ଯେ କେମିତି ଦଣ୍ଡ ମିଳୁଛି। ସମସ୍ତେ ଦଣ୍ଡ ତ କାମନା ଦଣ୍ଡ ତ ଜାଣିଛନ୍ତି ସମସ୍ତେ। ଏ ଦଣ୍ଡଟା କୋଉ ପ୍ରକାର ଉତ୍ପତ୍ତି ହୁଏ? କିନ୍ତୁ ଜନ୍ତୁ ପୋଖରୀ ଭିତରେ ବୁଲିବ, ଜନ୍ତୁ ପୋଖରୀ ଭିତରେ ବୁଲିଲେ ସେ ହୁକୁମ ପାଇବ। ମହାଦେବଙ୍କ ପୀଠରେ 21 ଦିନ, 31 ଦିନ, 41 ଦିନ, 51 ଦିନ ଗୁହାରିବାକୁ ପଡିବ ବୋଲି। ଏ ଖାଲି ଆଜିକାଲି ଯୋଉ ପ୍ରଦର୍ଶନ କରୁଛନ୍ତି, ଏଟା ସବୁ ଅଶ୍ଳୀଳ ସାମାଜିକ ଜିନିଷ ଗୁଡା। ଲୋକ ମତ ଆଚାର, ମୋ ପାଖରେ 5ଟା ପିଲା ରହିଲେ, ସେ ଦଣ୍ଡ ଖେଳୁଛି, ପ୍ଲସ୍ ସେ ଦଣ୍ଡଟା ନେଇକି ସେ ସେଇଠି ନେଇକି ବନ୍ଧ ଭିତରେ ଖଞ୍ଜି ଦେଲାଣି, ସେ ସେଇଠି 5 ଲୋକ ବାହାରି ଆସିଲେ, ସେ ମୁଠୁ ଦଣ୍ଡ ବାହାର କରିଦେଲେ। ଏସବୁ ଦଣ୍ଡ ଜିନିଷ ନୁହଁ। ଯୋଉଟା ପ୍ରାକୃତ ଦଣ୍ଡର, ଯୋଉଟା ଆମର କୁଲାଗଡ ଗାଲେରୀ, ଯୋଉଟା ଚକାପାଦରୁ ଉତ୍ପତ୍ତି, ପ୍ରଥମେ ଚକାପାଦରୁ ବାହାରିଲା ଦଣ୍ଡ ନା, ତାପରେ କୁଲାଡ ଇଏ ଗାଲେରୀ ଦୁନିଆ ସବୁ ବାହାର ହେଲା। ତା ପରଦିନ ଜିନିଷ ଯୋଉମାନେ ଦୀକ୍ଷା କରିବାକୁ ଚାହୁଁଛନ୍ତି, ନ୍ୟାସ ମାନେ ଯୋଉମାନେ ଆଧ୍ୟାତ୍ମିକ, ଯୋଉମାନେ ଅନ୍ନ ଛାଡିବାକୁ ପଡିବ, ବର୍ଷଟି ପର୍ଯ୍ୟନ୍ତ ଅନ୍ନ ଛାଡିବା। ଆଉ ଦୀକ୍ଷା ନେଲେ ବର୍ଷା ଅନ୍ନ ଛାଡିବାର ଅଛି। ଅନ୍ନ ଛାଡିକି ବର୍ଷେ ଦୀକ୍ଷା ନେଲେ ସେ ମାଙ୍କୁ ନିଶ୍ଚୟ ସେ ପାଇପାରିବ। କିନ୍ତୁ ହର ପାର୍ବତୀଙ୍କର ଅନୁସାରେ ସେ ଗୁହାରିବାକୁ ପଡିବ। ତା ମୁଖ କେହି ଦେଖିବେନି, ସେ ଜଳସ୍ପର୍ଶ କରିବନି, କେବଳ ସିଏ ନିଜେ ନିଘାଟ ଜଙ୍ଗଲ ଭିତରେ ରହିବ। ତାପରେ ତାଙ୍କୁ ହୁକୁମ ହେବେ ଯେ ମୁଁ ଅମକ ଜାଗାରେ ଅଛି, ମତେ ତୁ ଧର। ସେଇଠୁ ସିଏ ତାକୁ ଧରିବ। ଧରିଲା ସମୟରେ ସେ ଜନ୍ତୁ ଯୋଉ ଥିବେ, ସେ ତାକୁ ଛୁଟା ପକେଇଥିବ। ଆମର ଆଜି ପର୍ଯ୍ୟନ୍ତ ଛୁଟା ରହିଛି। ସେ ଛୁଟା ପକେଇବ, ଛୁଟା ପକେଇଲା ମାନେ ତାକୁ ଭିଡି ଧରିବେ, ତାର ମୁଣ୍ଡ ପଟରୁ ସେ ତମ୍ବା ଆକାରରେ ପାଲଟି ହେଇଯିବ। ତାପରେ ପୁରା ଜନ୍ତୁ ମହାଦେବ ହେବେ। ତାକୁ ନେଇକି ମହାଦେବ ମନ୍ଦିରରେ ବାହାର କରି ଛାଡିବେ। ଏଇଟା କେତେ ବର୍ଷ ହେଲା ଷ୍ଟାର୍ଟ? ଏଇଟା ପୂର୍ବ ପୁରୁଷରୁ ପ୍ରାୟ ମାନେ ଆମ ଗୋସାଇଁ ବାପା ଅମଳରୁ ଆମେ ଜାଣିବା କଥା। ମତେ 63 ବର୍ଷ ହେଲା। ମୋର ଯାହା ଅନୁଭୂତି,
ମତେ 10 ବର୍ଷ ହେଇଥିଲା ମୁଁ ଆ ଭିତରେ ଅନୁଭବ କରିଛି। ପାଣିର ପେଣ୍ଠରେ 13 ବର୍ଷ, ପାତାଳ ସ୍ତରରେ 21 ବର୍ଷ, ସାରୁ ଯାଇ ବର୍ଷଟି ବାହାର କରିଥିଲି, ସାଢେ ସ୍ତରରେ ରହିଲି 10 ବର୍ଷ, ଏଇଟା ଆସିକି 9 ବର୍ଷ। ଏଇ ଯୋଉ 9 ବର୍ଷ 10 ବର୍ଷ ତ ଏଇ ଯୋଉ ମା ମିଳିଥିଲେ, ଏ ମାଙ୍କୁ ସେ ଜାଗାରୁ ଆଣିକି ଏଇ ଉତ୍ପତ୍ତି ସ୍ଥାପନା କରିଲେ। କଲା ମতো ଯୌତୁ ଆସି ପ୍ରବେଶ ହେଲେ, ଫଟୋ କ୍ୟାମେରା ଭିଡିଓ ସବୁ କରାଇ ଛଡା ହେଇଛି। ଖାଲି ସେମିତି କୋଉ ପୋଖରୀରୁ ଖୋଚିଦବା, ଆଣ୍ଠିଏ ଗାତରେ ପଶିଯିବା, ସେଠୁ ବାହାର କରିଦବା, ଏମିତି ଜିନିଷ ନୁହଁ। ନ୍ୟାଚୁରାଲ ସତତ ଜିନିଷ। ଦଣ୍ଡ ନାଚ କାହିଁକି କରାଯାଏ? ତାମାନେ ମାନସିକ ମନୁଷ୍ୟର କିଛି ଦୃଢ ଶକ୍ତି ଥାଏ। ଶୀଘ୍ର ଦୃଢ ଶକ୍ତି କରି ମୋର ପୁଅଟି ହେଲେ ମୁଁ ଟିକେ ମା ମୋ ଦ୍ୱାରା ଶିଖାଇଲି। ସେ ମୋ ପିଲାଟା ଯେ ଜଇଲକୁ ପଳେଇଛି, ସେ ମା ମୋ ପିଲାଟା କେମିତି ବାହାରିଲେ ତା ପାଖରେ ନେଇ 13 ଦିନ ଗଡେଇଛି। କିଛି ମାନସିକ ମନର ଆତ୍ମସ୍ୱରୂପ ଥିଲେ ଏ ମାଙ୍କୁ ବିଶ୍ୱାସ କରି ଦଣ୍ଡ କାମନା ଦଣ୍ଡ ନୃତ୍ୟ କରାଯାଏ। ବହୁତ ଦିନ ମାନେ ଆମେ ଜାଣିବା ଭିତରେ 200 ବର୍ଷ 300 ବର୍ଷ ପୂର୍ବର କଥା। ଏବେ ଯୋଉ ପରିବେଶ ଚାଲିଛି ତାର ସେ ତ ଗୋଟେ ଉତ୍ପତ୍ତି ହେଇକି ଯାଉଛି, ଚାଲିଛି ନା। ଏଗୁଡା ବନ୍ଦ ଏତେ କରୁନାହାନ୍ତି, ଏଗୁଡା ବନ୍ଦ କରିବା କଥା। ବର୍ତ୍ତମାନ ଏବେ ଯୋଉ ଦଣ୍ଡର ବିଷୟ ନେଇକି ଦୁନିଆ ଯୋଉ ପ୍ରକୋଷ୍ଠ ବି ଚାଲିଛି, ଲୋକ ଅଶ୍ଳୀଳ ସାମାଜିକ ଜିନିଷ ମାନୁନାହାନ୍ତି ନା। ଦଣ୍ଡ ମାନେ ଯୋଉ 2 ପହରେ ତଳେ ଗଡିବେ, ଥୁଳିଆ ଦଣ୍ଡ କରିବେ, ନିଶା ଅଧରାତ୍ର ସମୟରେ ଅନାହାର କରିଥିବ, ସେ ସମୟ ଢୋଲ ବାଜାବାଜିନି ବାଜିବ, କିଛି ଶବ୍ଦ ଶୁଭିବନି, ସେମାନେ ଅନାହାର କରିବେ। ସେ ଯୋଉ ଗୁଡି ବାଜିଗଲା କିମ୍ବା ଧାନ ବାଜିଗଲା କଣ ସେ ଖାଇବେନି, ଆଉ ଛାଡିଦେବେ। ସେଇ ଭକ୍ତଙ୍କୁ ନିଜେ ଆମେ ସକାଳୁ ଖାଇସାରିଲୁନି, ତୁ ଲାଗିଗଲା, ତାକୁ ଆମେ କିଛି ଏପଟ ସେପଟ କଥା କହିବାକୁ ପାବନି। କାହିଁକି? ତା ଜୀବନ ଛାଡିଛି, ବାପା ଛାଡିଲା, ମା ଛାଡିଲା, ଦୁନିଆ ଛାଡି ଆମ ପାଖରେ ପ୍ରବେଶ ହେଲା। ଆମେ ତାକୁ ଯଦି ଏପଟ ସେପଟ କଥା କହିକି ତା ମନରେ ଗୋଟେ କ୍ଲେଶ ଆସିଯିବ, ସେ ତ ଆମେ ତାକୁ କ୍ଷୀର ବା ଯାହା ଫଳ ପୁଷ୍ପ ଦେଇକି ତା ମନ ଶାନ୍ତି କରିକି 13 ଦିନ ଭିତରେ ନେବା ପଡେ। ଦଣ୍ଡ ନିୟମ ହେଲା ଏଇ ପ୍ରକାର। ଏଇ ଯୋଉ ତଳେ ଯୋଉ ଦଣ୍ଡ ଗଡୁଛନ୍ତି, ଧୂଳିଆ ଦଣ୍ଡ ମାନେ ଧୂଳି ଉପରେ ଲୋକ ଗଡିବେ, ଏଇଟା ହେଲା ଧୂଳିଆ ଦଣ୍ଡ। ମୁଁ ଆଣିଲି ଗୋଟେ ପିଢାରେ 108ଟା କଣ୍ଟା ମାରିଦେବି, ତା ଭିତରେ ମୁଣ୍ଡ ଛିଡେଇଦେବି, ତାପରେ ମୁଁ ଛିଡା ହେଇକି ନାଳତି କରିବି। ଶାବଳ କଣ୍ଟା ଘିନି ଆଣି ପକେଇବି, ତାପରେ ମୁଁ ଶୋଇ ପଡିବି। ଯଦି ସେ ପ୍ରକାର ପ୍ରୋସିଜର ଲୋକ କରୁଛନ୍ତି, ଯୋଉଦିନ ସେଦିନ ଗୋଟେ ଗଛ ହାଣିକି କାଟି ପକଉନାହାନ୍ତି। ବାବୁଲ କଣ୍ଟା ଦରକାର, ଗୋଟେ ଗଛ ହାଣିବ। ଯୋଉଦିନ ଲୋକ ଆଣିବେ, ଦାତା କହିବ ଯେ ମୁଁ ଆଜି କଣ୍ଟାରେ ଗଡୁଛି, ସେ ଗଛରୁ ବାବୁଲ କଣ୍ଟା ହାଣିକି ତଳେ ପକ, ମୁଁ ଗଡିବି। ତା ଭିତରେ ତ ସଟିଂ କରି ରଖିଛ ନା। ପ୍ରଡକ୍ସନ କଣ ପାଇଁ? ନାହିଁ ନା। ଆମର ଯୋଉ ସାମାଜିକ ଅନୁସାରେ, ପୌରାଣିକ ନୀତି ଅନୁସାରେ ଯାହା ଗ୍ରନ୍ଥାବଳୀ ରହିଛି, ସେ ଗ୍ରନ୍ଥାବଳୀ ଜିନିଷ ଅନୁସାରେ ମାଙ୍କର କୌଣସି ପ୍ରକାର କିଛି ପ୍ରୋସେସନ ନାହିଁ। କେବଳ 13 ଦିନ 13 ରାତି। ଏବେ ସବୁ ବାହାରି ପଡିଲେ ବିଜନେସ, ସିଏ କାଳ ହେଲା 21 ଦିନ କରିଦିଅ, 18 ଦିନ କରିଦିଅ, 15 ଦିନ କରିଦିଅ, 14 ଦିନ କରିଦିଅ, 16 ଦିନ। ଏଇଟା କୋଉ ଗ୍ରନ୍ଥାବଳୀ ଲେଖା ହେଇଛି କି? ନାଇଁ ନା। କଶ୍ୟପ ଋଷିଙ୍କର ହେ 13 ପ୍ରିୟପତି, ତାଙ୍କ ଠାରୁ ନାଗ ଜାତ ହୋଇଲା ଉତ୍ପତ୍ତି। ତାଙ୍କୁ ଧରି ମୁଁ କାଳିନ୍ଦୀ କୂଳକୁ ଗଲି, କାଳିନ୍ଦୀ କୂଳରେ ଅନେକ ତପସ୍ୟା କଲି, ତପସ୍ୟା ବଳରେ ପାଇଲି ଧ୍ୟାନ, ହର ଗୌରୀ କରି ସେବା ଚଳି। କିନ୍ତୁ ହର ଗୌରୀ ଲେଖି ଆମେ ବ୍ରତ କରୁଛୁ 13 ଦିନ 13 ରାତି। କିନ୍ତୁ ଇଏ କଣ୍ଟା ପିଢା ଏ ସବୁ ଜିନିଷରେ କିଛି ନୁହଁ। ଏ ଯୋଉ କାଳସ ଆସିବ ତାକୁ ମହାପୁର ଆସୁଛି, ଏ ଯୋଉ ଡିଆଁ କୁଚା ହଉଛି, ଏସବୁ କିଛି ନୁହଁ। ଏସବୁ ପ୍ରଡକ୍ସନ। କେବଳ ଠାକୁର ଆସିବେ ନିଶା ଅଧରାତ୍ର ସମୟରେ, ଯୋଉ ରାତ୍ର ଘଣ୍ଟେ ସମୟରେ ଯୋଉ ମୁଖ ଖୋଲା ହବ, ସେଇଠି ଯୋଉ ମାଙ୍କୁ ଯୋଉ ଆବାଦ ହବ ଅଗ୍ନି ସଂଯୁକ୍ତ ହେଇକି, ସେ ସମୟ ଯୋଉ ମା ଦେହକୁ ଆସି ଯେ ପାଟ ଉକ୍ତ ହେଇଥିବ, ସେ ସବୁ ସେନ୍ସ ପଳେଇବ। ଆପଣ ଚାକୁରି ଆଣି ପଛପଟା ଗାଣ୍ଟା ଖୋଲି କାଟିଦେଲେ ମତେ ତାର କଣ ଜଣା ପଡିବନି, ତା ଦେହକୁ କାଟିଦେଲେ ଜଣା ପଡିବନି। କିନ୍ତୁ ହାଫ୍ ନିୟର ଗୋଟେ ଅଧଘଣ୍ଟା ପରେ ଯେମିତି ଆମର ସେନ୍ସ ପଳେଇଲେ ପାଣି ଫାଣି ଛିଞ୍ଚିଲେ ସେନ୍ସ ଆସେ, ସେମିତି ଅଧଘଣ୍ଟା ପରେ ତାର ଗୋଡ ଫୁଡ ଘଂସିକି ତାକୁ ଗରମ କଲା ପରେ ସେନ୍ସ ଆସିବ। ମାଙ୍କୁ ଏଇ ପ୍ରକାର ନୀତି ନିୟମରେ ସମସ୍ତେ ମାନନ୍ତି। ମା କଣ ଭକ୍ତ ମାଗୁଛନ୍ତି କି? ବଳି ମାଗୁଛନ୍ତି? ନା, ଯଦି ସେମିତି ମାଗିଥାନ୍ତେ ନର ବଳି ମାନେ ଦଉଛନ୍ତି କଣ ପାଇଁ? ଯେ ଲୋକମାନେ ଧରୁଛନ୍ତି, ଆପଣ ଜାଣିଥିବେ, ନିଜର ପୁଅକୁ ଝିଅକୁ ମାରୁଛନ୍ତି ଏସବୁ ବିଦ୍ୟା ଶିକ୍ଷା ଦାନ କରିବା ପାଇଁ। ଅଳ୍ପ ଦିନ ଭିତରେ ଲୋକ ମାରୁଛନ୍ତି, କିନ୍ତୁ ଧର୍ମଟା ଯୁଗ ଯୁଗ ପାଇଁ, ପାପଟା ନିମିଷକ ପାଇଁ। ଠାକୁର କହୁନାହାନ୍ତି ଯେ ମତେ ରକ୍ତ ଦେ, ବଳି ଦେ, ଏଟା ଦେ, ସେଟା ନା। ଏଟା ସବୁ ଲୋକମତ ଆଚାର। ଜୀବନାଶ କଣ ଦିଆଯାଏ? କଖାରୁ, ଜହ୍ନି, ଏଗୁଡାକ ବଳି ଦିଆଯାଏ। କିନ୍ତୁ ତାକୁ ସେ ସବୁ ନୁହଁ। 8 ପ୍ରକାର କାଳୀ, କାଳୀ ଗୋଟେ ପ୍ରକାର ନୁହନ୍ତି। ଦକ୍ଷିଣ କାଳୀ, ଶ୍ୟାମା କାଳୀ, ରୁଦ୍ର କାଳୀ, ଚାମୁଣ୍ଡା କାଳୀ, ଭୈରବ କାଳୀ, ଶ୍ମଶାନ କାଳୀ,
କାଳି କେତେ ପ୍ରକାର 8 ପ୍ରକାର କାଳିକି କୋଉ କାଳିକି ଆମେ ଧରି ବୁଲୁଛେ ସେଇ କାଳିଙ୍କର କଣ ନୀତି ନିୟମ ବିରି ବଳି ହଉଛି ପୁଷ୍ପାଣ୍ଡ ବଳି କଖାରୁ ବଳି ଏ ଜିନିଷ ହୁଏ କିନ୍ତୁ ସେ ବଳି ନାହିଁ ଲୋକ ମତକ ସିଏ କରିଛି ଭୋଗ ଟିକେ ପାଇଲା ଇଏ ଆଇ ପାଇଁ ରହଣା ମରା କଟା କଟି ଛନ୍ଦ ହଉଛନ୍ତି ସେ ଜିନିଷ ଠାକୁର ମାଗୁନାହାନ୍ତି ମତେ ବଳି ଦେ ବୋଲି ଜୀବନାଶା ଦେବା ପାଇଁ କଖାରୁ ବଳି ଆମେ ପୁଷ୍ପାଣ୍ଡ ବଳି ଦେବା ବିରି ବଳି ଦେବେ ଦଣ୍ଡୁଆ ଯଦି ଭୁଲ କରିଦିଏ ତାର ଭୁଲ ପରିମାଣ ଦେଖିବାକୁ ମିଳିବ କି? ନିଶ୍ଚିତ ଆପଣ କାହାକୁ କିଛି କହିବେନି ତୃଷ୍ଣା ଅତୃଷ୍ଣା ହଉଛି ବା ଜୀବ ଝିକି ଦଉଛି ଆପଣ କିଛି କହିପାରୁନାହାନ୍ତି ପୋଖରୀ ପଳେଇବେ ପେଟରେ ପାଣି ପିଇଦେବେ କଣ ହବ ଆପଣଙ୍କର ଗୋଡ ଯାକ ସବୁ ଫୁଟୁକା ଫୁଟୁକା ହେଇଯିବ ଚାଲି ପାରିବେନି ରୋଡରେ ଦେହ ଗରମ ହେଇଯିବ ଦେହ ପଟ ସବୁ ଫୁଟୁକା ଫୁଟୁକା ବାହାରି ପଡିବ ରାତିକି ଅନ୍ନ ବି ଖାଇପାରିବେନି ଆଉ ସନ୍ଧ୍ୟା ସମୟରେ ଆଳତି ସମୟରେ ଆପଣ ସେଟା ନେଚର ଜଣା ପଡିବ ଯେ ଇଏ ପୁଡିଆ ଖାଉଛି ଇଏ ସିଗାରେଟ ଖାଉଛି ଇଏ ଗଞ୍ଜେଇ ଖାଉଛି ଇଏ ତଳେ ସେ ପଣା ପିଇଛି ଏଠି କାକୁଡି ଖାଇଛି ଏ ସାଙ୍ଗରେ ସେ ବୁଲିଛି ସେ ମାଇ ପିଲାଟା ସେ ଚାହୁଁଥିଲା ଏ ସବୁ ଜିନିଷ ଧରା ପଡିବ ଆଜ୍ଞା ସେ କିଏ କୋଉଠି ଜିନିଷ ଆର ପ୍ରତ୍ୟକ୍ଷ ବଡ କଷ୍ଟ ଆଉ ସବୁ ଦୀକ୍ଷା ଅଲଗା ନା ଆ ଦୀକ୍ଷାଟା ବହୁତ କଠିନ କଷ୍ଟ ସତରେ କଣ ମଲା ମଣିଷ ବଞ୍ଚିଯାଏ ଭଗବାନଙ୍କୁ ଡାକିଲେ? ନିଶ୍ଚିତ ପରୀକ୍ଷା ମୋର ଯେତେ ପର୍ଯ୍ୟନ୍ତ ଆମ ନିଜ ଆଖିରେ ଆମେ ନିଜେ ନ ଜାଣିଥିବା ନ ଦେଖିଥିବା ଗୋଟେ ବିଶ୍ୱାସ କିଛି ନାହିଁ ମରିବା ପାଇଁ ପଳଉଛି ଓକିଆ ସଜା ହେଇଗଲା ହରିବର ଶବ୍ଦ ପଡିବା ପାଇଁ ପଳେଇଲେ ଲୋକ ହାହାକାର ହେଇଗଲେ ବନ୍ଧୁ ବାନ୍ଧବ ଦୁନିଆ ମୈତ୍ର ଆସେ ଶ୍ମଶାନକୁ ନେବେ କେତେବେଳେ ସମୟରେ ସ୍ତ୍ରୀ ତାର ଅନ୍ତର ମା କିମ୍ବା ତାର ବନ୍ଧୁ କି ଜଣ ଥିବେ ସିଏ ଖାଲି ସେ ଡାକିବ ହେ ମା ଦୟାମୟୀ ଯଦି ମୋ ପିଲାକୁ ବଞ୍ଚେଇଛୁ ମୋ ପିଲା ଏତେ ବର୍ଷରେ ପଳଉଛି ଧରିନି ବୟସ ଥିବ 20 ବର୍ଷ ହେଇଗଲେ ପିଲାଟେ ପଳେଇ ଯାଉଛି ଅକସ୍ମାତ କିଛି ହେଇନି ଭଲ ବର୍ଷ ପଳଉଛି ତାକୁ ଯେ ଡାକି ଜିନିଷ କଲେ ସେ ବଞ୍ଚି ଯାଉ ତାକୁ ସେଇତ ତୁ ମାଙ୍କୁ ବିଶ୍ୱାସ କରି ମାନୁଛନ୍ତି ବଞ୍ଚଉଛନ୍ତି ଦେହ ନିଜେ ପୋଡି ଜଳି ଯାଇଥିବ କିନ୍ତୁ ବିଚକ୍ଷଣ ମା କିଛି ନଥିବ ମେଡିକାଲ ଛାଡି ଦେଇଥିବେ ଆପଣଙ୍କୁ ଫେଲ ଆଉ କିଛି ହବନି ଏଇଥିରେ ତାକୁ ଡାକିଲେ 3 ଦିନ ଭିତରେ ସେ ଭଲ କରି ଛିଡା କରିବ ମୋ ପରୀକ୍ଷା ବଳ ନିଜେ ଯାହା କାହିଁକି ମେରୁ ସଂକ୍ରାନ୍ତିରେ ଏମିତି ଗୋଟେ ହେଇଥିଲା ସାଙ୍ଗେ ସାଙ୍ଗେ ମୋ ସ୍ପଟ ମୋ ଘର ପାଖରେ ନିଜେ ମୁଁ ଛିଡା ହେଇଛି ମୋ ଆଗରେ ମୋ ମିସେସ୍ ଜଳୁଛି ମୋ ଆଖି ଆଇ ସାଇଡ୍ ମୁଁ ଦେଖୁଛି ହେଲେ କିନ୍ତୁ ମେରୁ କରୁଛି ଆସିକିରି ବିଳଦଣ୍ଡ କରୁଛି ସବୁ କରି ଯାଇଛି 3 ଦିନ ପରେ ମୋ ମିସେସ୍ ଅଟକେଇକି ମୁଁ ତାକୁ ଜଣେଇଛି ମା ଦେବାଦିତ୍ୟଂ ଦେବରୂପଣଂ ପ୍ରବୃତ୍ତଂ ସର୍ବ ପାପ ବିରାଜିତଂ ହର୍ଷ ଦେବୀ ନାମ ସ୍ତୁତେ ଭଗବତୀ ତ୍ରିପୁରଂ ଲହ ଲହ ରକ୍ତାନି ରକ୍ତ ରୂପଣଂ ପ୍ରସଳତଂ ଇତ୍ୟାଦି ତୁମେ ମୋ ମାତା କାଶ୍ୟ ପୂଜା ଦେବ ନା ତୁମ ସର ମନ ମା ତ ବିନା ସଂସାର କିଛି ନାହିଁ ଯଦି ପ୍ରକୃତ ରଖିବାକୁ ଅଛୁ ରଖିଲୁ ଯଦି ନାହିଁ ତୁ ତୁଚ୍ଛା ଫଟୋ କରିକି ଆମେ ବନ୍ଧରେ ଫିଙ୍ଗିଦେ ଦୃଢ ଶକ୍ତି ମୁଁ କରିଥିଲି କିନ୍ତୁ 3 ଦିନ ଭିତରେ ସିଏ ଆଣିକି ମୋ ଜିନିଷକୁ ମତେ ଛିଡା କଲା ତା ମାନିବି ନା ନାହିଁ ପ୍ରକୃତ ନିଶ୍ଚୟ ଅଛନ୍ତି ଯୋଉ ବିଜ୍ଞାନ ଅନୁସାରେ ଦଣ୍ଡ ନାଚକୁ ଆକୁ ତାକୁ ବହୁତ ଡିଫରେନ୍ସ କଣ ବିଜ୍ଞାନ ଯୁଗରେ ଏସବୁ ଇଞ୍ଜିନିୟର ପାଠ ଏସବୁ ଜିନିଷଟା ଅଲଗା ରହିଲା ଦୈବୀ ଶକ୍ତି ରହିଲା ଅଲଗା ଦୈବୀ ଶକ୍ତି କି ବିଜ୍ଞାନ ଯୁଗକୁ ଡିଫିକଲ୍ଟ ଯାଦୁ ବାହାରିଛି ଆପଣ ଦେଖୁଥିବେ ସାଙ୍ଗେ ସାଙ୍ଗେ ଗୋଟେ ଯାଦୁ କରିଦେବ ଆପଣ ଆଗେ ନେଇଟା ଧଳା ପଳେଇବ ଏ ହାତରେ ପଇସାଟା ଏ ହାତକୁ ପଳଉଥିବ ସୁତାଡି ଗୁଞ୍ଚଉଥିବ ଅଣ୍ଡା 3ଟା ଘୁଷେଇ ଯାଉଥିବ ଯାଦୁ ବହୁତ ପ୍ରକାର ଯାଦୁ ରହିଛି ଏବେ ଆମର ସାରଥ ବାବା ବାହାରିଥିଲେ ସେ ବାବା ମାନଙ୍କୁ ନେଇକି ମଧ୍ୟ ମୁଁ ଗୋଟେ ବାବା ନୁହଁ କିନ୍ତୁ ମତେ ଲୋକ ସବୁ ପିଲାମାନେ ସବୁ ବାବା ଡାକୁଛନ୍ତି କିନ୍ତୁ ଦୀକ୍ଷା ନେଇଛି ମୁଁ ନାଥ ଦୀକ୍ଷା ନ ସତ୍ତ୍ୱେ ବାବା ହେଇକି ରହିଛି ସେଠୁ ଏଇ ଯୋଉ ପ୍ରଡକ୍ସନ ଟା କରୁଛନ୍ତି ସେ ଜିନିଷ କରିବା ସତ୍ତ୍ୱେ ଆଜି ଗୋଟିଏ ଜଣ ପାଇଁ ସମସ୍ତେ ଦୀକ୍ଷା ଖାଉଛନ୍ତି ବାବା ଯଦି ଜଣେ ଚୋରି କଲା ସବୁ ବାବା ମାନେ ଚୋରି କଲା କହିବେ ନା ଆଉ କିନ୍ତୁ ସହିବାଟା ବଡ କଷ୍ଟ କହିବାଟା ବଡ କଥା ନୁହଁ ଯିଏ ଲୋକ ମତାଚାରରେ କରୁଛନ୍ତି ଲୋକ ଜାଣିଛନ୍ତି ତା ପ୍ରକୃଷ୍ଟ କରି ଏଇ ଲୋକ କଣ ସେ ଲୋକ କଣ ସବୁ ଦୀକ୍ଷା ଜାଣିବୁ କିନ୍ତୁ ପ୍ରକୃତ ଜିନିଷ ବୈଜ୍ଞାନ ନୀତି କି ଦେବନୀତି କି ବହୁତ ଜିନିଷ ଅଲଗା ଏ ଯୋଉ କିମ୍ବଦନ୍ତୀ ଏଇଟା ହେଲା ରାମାୟଣ କିମ୍ବଦନ୍ତୀ ବାଲ୍ମୀକି ରାମାୟଣ ଗ୍ରନ୍ଥାବଳୀରୁ ଲବକୁଶ ଜନ୍ମରୁ ଆପଣ ଯଦି ଖୋଜିବେ ଆର ଗ୍ରନ୍ଥାବଳୀ ପାଇପାରିବେ କାହିଁକି ଦଣ୍ଡର ଜିନିଷ ହେଲା କଣ ପାଇଁ ହେଲା ସବୁ ଜିନିଷ ତାର ଲାଲେ ପାଇପାରିବେ ସେଇଥି ଯୋଗୁରୁ ଏଇ ଯୋଉ ଦଣ୍ଡ ଯାକ ବର୍ତ୍ତମାନ ଭଣ୍ଡ କରି ପଳେଇଲେ ଅଶ୍ଳୀଳ ସାମାଜିକ କରୁଛନ୍ତି
ସାମାଜିକ ନାଟକ କରୁଛନ୍ତି। କୋଉ ନୀତିରେ ଲେଖା ହେଇଛି ସାମାଜିକ ନାଟକ କରିବା ପାଇଁ? ଆମର ତ ପୂର୍ବପୁରୁଷ ନାହିଁ ନା। ଆପଣ ବୈଜ୍ଞାନିକ ଖୋଜନ୍ତୁ, ଦେବନୀତି ଖୋଜନ୍ତୁ, ପୁରାଣ ଶାସ୍ତ୍ର ଦେଖନ୍ତୁ, କୋଉଥରେ ମଧ୍ୟ ଆମର ଇଏ ଯୋଉ ସାମାଜିକ ନାଟକ ନାହିଁ। ଶିବରାତ୍ର ଜାଗର ପଡୁଛି, ଦଶହରା ପଡୁଛି, ଗଣେଶ ଚତୁର୍ଥୀ ପଡୁଛି, ବିଶ୍ୱକର୍ମା ଅଛି। ଏ ଦୁନିଆ ଯାକ ଏଇ ଯୋଉ ପ୍ରକ୍ରିୟା ଭିତରେ ଗୋଟେ ସାମାଜିକ ନାଟକ ଶିଖିବା। ପିଲା ଲୋକମତ ଆଚାର, ଆପଣ ବୈଜ୍ଞାନିକ କଥା କହିଲା ଲୋକମତ ଆଚାର, ଲୋକମତ ଆଚାରରେ ସାହିବ ଯୋଉ ଏକଜୁଟ ହେଲେ ତେଣୁ ବହି ଶିଖିଲେ। ସେ କହିଲା ବାପାର ଚୌକା ପୁଅର ଛକା, ସେ କହିଲା ପୁଅ ଛାଡିଦେଲା ମାଆକୁ। ଏମିତି କେତେ ପ୍ରକାର ଯୋଉ ବହି ଲେଖୁଛନ୍ତି ବୈଜ୍ଞାନିକ ମୁଣ୍ଡ। କଳାକାର ମାନେ ଗୋଟେ ଗୋଟେ ବହି କି ଆଉ ଗୋଟେ ଫିଲ୍ମ ଏଇଟାକୁ ଧରି ଗୋଟେ ବହି କରୁଛନ୍ତି। ଘରେ ଷ୍ଟୋରୀ ବହି କରୁଛନ୍ତି। ଏଇଟା ଘରେ ଷ୍ଟୋରୀ ନୁହେଁ, ଦେବତା ଷ୍ଟୋରୀ। ମହାଦେବଙ୍କର, ଇନ୍ଦ୍ରଙ୍କର, ଚନ୍ଦ୍ରଙ୍କର, ବରୁଣଙ୍କର, କୁବେରଙ୍କର, ବୃହସ୍ପତିଙ୍କର, ଏମାନେ ଦେବତା ମାନଙ୍କର ଷ୍ଟୋରୀ। ଏଗୁଡା ସବୁ ବୈଜ୍ଞାନିକ ମତ ନୁହଁ। ଏଇଟା କିଛି କିନ୍ତୁ ଦେବକୀ ଜିନିଷ। ପଟାଟା ଯୋଉ ଧରିକି ବୁଲାଯାଏ ସେଇଟା କେମିତି ଅଣାଯାଏ? ଏ ଯୋଉ ପଟାଟା ତିଆରି ହୁଏ, ପ୍ରଭା ଯୋଉଟା କୁହ, ଆପଣ ପଟା କହୁଛନ୍ତି, ପ୍ରଭା କହୁଛୁ। ଏଇଟା ନୂଆ ବାଉଁଶରେ ଯୋଉ କାରିଗର ଅଛନ୍ତି ସେମାନେ ତିଆରି କରିବେ। ଆମେ ତାଙ୍କ ପାଖକୁ ଯାଇକି ମାପ ଦବୁ। ଆର କେତେ ମାପ ସ୍କ୍ୱାର ଫୁଟ ଅଛି। କାରିଗର କେତେ ହାଇଟ୍ ଫୁଟରେ କାରିଗର ଅଛନ୍ତି, ସେତିକି ଅନୁସାରେ ତଳଟା ରହିବ 36, ଏଟା ରହିବ 34, ତା ଭାଗଟା ରହିବ 22। ଏମିତି ଅନୁସାରେ ଗୋଟେ ପଟା ତିଆରି ଦବ। ପଟା ତିଆରି ହେଲେ ସେଇଠୁ ଆସିବ ଯୋଉମାନେ କାରିଗର ଅଛନ୍ତି, ଚିତ୍ରକାର ଦେଇଛନ୍ତି, ସେ ଚିତ୍ର ପାଖକୁ ଯିବ। ସିଏ ତା ଭିତରେ ଛବି ଆଙ୍କିବେ। ଛବି ଆଙ୍କିଲେ ଯୋଉଦିନ ଆମର ତାର ଜାତକ ବାହାରିବ, ପାଞ୍ଜି ବାହାରେ, କୋଉ ଦିନ ଆମେ ତାଙ୍କୁ ନେଇକି ଆସିବୁ। ସେ ତିଥି ଲଗ୍ନ ବେଳାରେ ସନ୍ଧ୍ୟା କାଳରେ ଆସିବ, ଦିନ ବେଳେ ଆସିବ ନାହିଁ। ତାକୁ କେତେବେଳେ ଯୁଗ ସୁଝିଲା, ଧରି ନିଅନ୍ତୁ ସେ ନବରଙ୍ଗପୁରରେ ଥିବ, ଆଉ ବ୍ରହ୍ମପୁର ସେ ନେଇକି କେମିତି ଯିବ? ସକାଳେ ତ ଗଲେ ତ ବସ, ସନ୍ଧ୍ୟାରେ ଯିବ, ବା ସନ୍ଧ୍ୟାରେ ବସ ରେ ତ ସକାଳେ ଯିବ। ସେମିତି ତାକୁ ଯୋଉ ଅଣା ହବ ପଟାଟା, ସେ ନ୍ୟାସ ଜୀବନାଶ ଦିଆହବ। ବ୍ରାହ୍ମଣ ଯିବେ, ନ୍ୟାସ କରାହବ। ଆସିଲା ପରେ ସେ ରହିବେ ଶ୍ମଶାନରେ। ଡାଇରେକ୍ଟ ଠାକୁର ମନ୍ଦିର ଭିତରୁ ଆସିବେନି, ସେ ଶ୍ମଶାନରେ ରହିବେ। ଶ୍ମଶାନରେ ରାତି ରହିବେ, ସକାଳେ ଯଜ୍ଞ ହବ। ମେରୁକୁଣ୍ଡ ଯୋଉ ହେଇଥିବ ବାଟ ଉତ୍ତାକୁ ଯୋଉ ଉପଚା ହବା ପାଇଁ, ସେ ଯଜ୍ଞଶାଳାକୁ ସେଦିନ ଅଣା ହବ। ସେଦିନ ଅଣା ହେଲେ ସେ ପ୍ରଭା ରହିବେ, ମହାଦେବଙ୍କୁ ବରଣ ହବ। ବାପା ମାଙ୍କର ସେଦିନ ବାହାଘର ହବ। ଗୋଟେ ପୁଅ ଟିକେ ଝିଅ ଟିକେ ଦେଖିଲେ ଏମିତି ବାହାଘର କରଉଛି, ସେମିତି ତାଙ୍କ ଦି ଜଣ ସେଦିନ ବାହାଘର ହବ। ବାହାଘର ହେଲେ ସେ ଦେବତା ମାନେ ଆସି ପହଞ୍ଚିବେ, ଗୌରୀ ଉଷି ଆସିବେ, ଚମ୍ପାରାଣୀ ଆସି ପହଞ୍ଚିବେ। ଅଗ୍ନି ସଂଯୁକ୍ତ ବିଦ୍ମହେ ସର୍ବ ପାପ ବ୍ରାହ୍ମଣକୁ ଅଛି ଅଗ୍ନି ସଂଯୁକ୍ତ କରିବା ପାଇଁ, ଆମର ତା ପାଖରେ ଅଧିକାର ନାହିଁ। ବ୍ରହ୍ମ ଯାଏ ବ୍ରାହ୍ମଣ, ବ୍ରହ୍ମାଙ୍କ ନାଭି ମଣ୍ଡଳରୁ ଯାହା କହିଛନ୍ତି ବ୍ରାହ୍ମଣ। ସେ ବ୍ରାହ୍ମଣ ଆହୁତି ଦେବେ ଯଜ୍ଞରେ, କିନ୍ତୁ ଆମର ଉପାଧିକାର ନାହିଁ। ଯଜ୍ଞରେ ଆହୁତି ଦେବା ପାଇଁ ଚମ୍ପାରାଣୀ ଆସିଛନ୍ତି ଅଗ୍ନି ସଂଯୁକ୍ତ କରିବା ପାଇଁ। ସେ ଅଗ୍ନିକି ଧରିକି ଆମେ 13 ଦିନ 13 ରାତି ବୁଲିଲେ ଆମେ ଯାହାକି ରାତି ଅନାହାଟି ଥିବେ, ସବୁ ଅନ୍ନଟି ଖାଇବେ। ତା ବିନା କିଛି ନାହିଁ। ଏଇଥିପାଇଁ ଗଲା ବର୍ଷ 2025ରେ ଯୋଉ ଅଧନାଦିଷ୍ଟ ଅନାହାର ଯୋଉ ଅପପ୍ରସ୍ତୁତ ଜିନିଷ ହେଇଥିଲା, ଯୋଉ ଅସଲି ସାମାଜିକ କରୁଥିଲେ, ଆମେ ଏସ୍ପି ସାର୍କୁ ଯାଇଥିଲୁ। ଏସ୍ପି ସାର୍ ଆମକୁ କହିଥିଲେ ଯେ ଏ ବର୍ଷ ତମାନେ ସବୁ କଣ ଅପର କରିଦେଇଛ, କରିଦିଅ। 2026ରେ ଯେମିତି ଅସଲି ସାମାଜିକ ହବନି, ଅପରା ହବନି, ସାମାଜିକ ନାଟକ ହବନି। ବର୍ତ୍ତମାନ କିଏ ମାନୁଛି କହୁନାହାନ୍ତି? ଗଞ୍ଜାମ ଡିଷ୍ଟ୍ରିକ୍ଟରେ 365-67 ପାର୍ଟି ବର୍ତ୍ତମାନ ବାହାରିଲେଣି। ଆହୁରି ବର୍ତ୍ତମାନ ବି ବାହାରୁଛି, ତାକୁ ପ୍ରଡକ୍ସନ ଚାଲିଛି। 367 ପାର୍ଟିରେ 40 ପାର୍ଟି ବର୍ତ୍ତମାନ ସାମାଜିକ ନାଟକ କରୁଛନ୍ତି। ଝିଅ ପିଲା ନ ଆଣି ରଖିପାରିବେ କି ରୋଲଟା ପାଇଁ କୁହନ୍ତୁ? ଗୋଟେ ମା ରୋଲ କରୁଛି, ଝିଅଟି ଆଣିବେ, ତା ରଜସ୍ୱଳା ବନ୍ଦ କରିଦେବେ? ବନ୍ଦ କରିପାରିବେ ନା? ଆଉ ସବୁ କରିବେ। ମା ତ ରହିଲେ ତଳେ, ତମେ ତ ଉପରେ ବୁଟ ସୁଟ ପିନ୍ଧି ଡେଇଁଲ। ଆଉ ସାମାଜିକ ନାଟକ କୋଉ ଶାସ୍ତ୍ର ନୀତିରେ ଲେଖା ହେଇଛି? ସେ ମାଙ୍କୁ କେତେ ଜୀବନାଶ ଦଉଛେ ଆମେ, ନ୍ୟାସ କରଉଛେ, ଅଗ୍ନି ସଂଯୁକ୍ତ କରଉଛେ, ବ୍ରାହ୍ମଣଙ୍କୁ ଡକଉଛେ, ତାଙ୍କର ଜାତି ପାଞ୍ଜି ସବୁ ବାହାର କରୁଛେ, ତା ଅନୁସାରେ ସେ କାମ ନେଇକି ଆସୁଛି। ଖାଲି ସେମିତି ଫଣାଯାଏ।